ରାତିରେ ଦେଖନ୍ତୁ ରୋଡ଼ ପାଖରେ ମାଟି ତଡ଼ା ହେଉଛି। କୋଦାଳ ଏବଂ ତାଡ଼ିଆ ଆଣିକି ମାଟି ତଡ଼ା ହେଉଛି। କ'ଣ ପାଇଁ ତଡ଼ା ହେଉଛି ଦେଖନ୍ତୁ। ରାତିର ଗୋଟେ ଆମେ ଖାଲ ପୁତୁଛୁ, ଗୋଟେ ଛୋଟ ଖାଲ ଲୋକଙ୍କୁ କେତେ ପ୍ରୋବ୍ଲେମ୍ କରିଦେଇପାରେ। ଆମେ ଗୋଟେ ଦେଖିଲୁ ରିସେଣ୍ଟ ଗୋଟେ ଆକ୍ସିଡେଣ୍ଟ, ଯେଉଁଠିକି ଏଇ ଖାଲ ପାଇଁ ଜଣେ ପଡ଼ିକି ରହିଛି। ଆମେ ଆସିକି ଏଇ ଗୋଟେ ପିଲା ଗୋଟେ ଲାଗିছে। ଯାହା ହଉ ଏତେ ଦିନ ପରେ ଗୋଟେ ଆଇଡ଼ିଆ ଗୋଟେ ଚିନ୍ତା କଲା, କଥା ଗୋଟେ ଭାବିକି କଲା। ଆମର ବଡ଼ ଭାଇ ତ ଲାଗିଛନ୍ତି ଦେଖନ୍ତୁ, ଜ୍ୟୋତି ଭାଇ। ସିଏ ବି ନିଜେ ଆକ୍ସିଡେଣ୍ଟ ଗୋଟେ ଦେଖିଛନ୍ତି। ଗୋଟେ ସ୍ତ୍ରୀ ଲୋକଟେ ବାଇକ୍ ନେଇକି ଯାଉଥିଲା, ଗୋଟେ ସ୍ତ୍ରୀ ଲୋକଟେ ପଛରେ ବସିଥିଲା, ତା ପିଲାକୁ ଧରିକି ପଡ଼ିଗଲା ହେଲା। ତା ପିଲାକୁ ଧରିକି ପଡ଼ିଗଲା। ସେ କେତେ କ୍ଷତି ଜଣଙ୍କର ଫାଟି ଫୁଟି। କହିଲେ ରାତିରେ କାହାର କେତେବେଳେ ଜୀବନ ଚାଲିଯିବ। ଚାଲନ୍ତୁ ବର୍ତ୍ତମାନ ଆମେ କାମ କରିଦେବା। ଆମେ ଯାଇକି ବର୍ତ୍ତମାନ ଘରେ କୋଦାଳ ଏବଂ ତାଡ଼ିଆ ନେଇକି ଆସିଲୁ। ନେଇକି ଆସିକି ଆମର ଜଣେ ବଡ଼ ଭାଇ ଏଠି ଥିଲେ, ରବୀନ୍ଦ୍ର ଭାଇ, ଜଟିଆ ଭାଇ, ସେ ବି ସହଯୋଗ କଲେ। କାରଣ ତାଙ୍କରି ସାମ୍ନାରେ ବି ବହୁତ ଆକ୍ସିଡେଣ୍ଟ ଏଇଠି ହେଇଛି। ସେ ନିଜେ ଉଠାଉଛନ୍ତି, ନିଜେ ସେ କହୁଛନ୍ତି। ଆମେ ଯାହା ହଉ ଲାଗିକି ଖାଲଟି ଆମେ ପୋତିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ଏଇ ରୋଡ଼ରେ ଯେଉଁ ଖାଲ ହେଉଛି, ଯେଉଁ ଗାଡ଼ି ଆଇରନ୍ ଗାଡ଼ି ଯାଉଛି ଏବଂ ଟ୍ରାକ୍ଟର ମାନେ ଯାଉଛନ୍ତି, ଯଦି ସେମାନେ ଏଇ ଖାଲରେ ଟିକେ ମାଟି ପକାଇ ଦିଅନ୍ତେ, କୌଣସି ଲୋକଙ୍କୁ ଅସୁବିଧା ହୁଅନ୍ତା ନାହିଁ। ମୁଁ ତାଙ୍କୁ ଅନୁରୋଧ କରିବି, ଯଦି ବାଟରେ କେଉଁଠି ଖାଲ ଦେଖୁଛନ୍ତି, ଆଇରନ୍ କିମ୍ବା ଯେଉଁ ମହରମ ଯଦି ନେଇକି ଆସୁଛନ୍ତି, କିଛି ମାତ୍ରାରେ ଟିକେ ପକାଇ ଦିଅନ୍ତୁ। କାରଣ କାହାର ଜୀବନ କେତେବେଳେ ଚାଲିଯିବାରେ ବଞ୍ଚିଯିବ। ଦେଖନ୍ତୁ ଗାଡ଼ି ଗୋଟେ କେତେ ସ୍ପିଡ଼ିରେ ଯାଉଛି ଦେଖନ୍ତୁ। ଏଭଳି ସ୍ପିଡ଼ିରେ ଯିବ, ସେପଟେ ବାଇକ୍ଟା ଆସୁଥିବ, ନିଶ୍ଚିତ ତ ସେ ଖାଲରେ ପଡ଼ିବ। କାହାର ହେଲମେଟ୍ ଅଛି ବଞ୍ଚି ଯାଉଛି, ଯାହାର ହେଲମେଟ୍ ନାହିଁ ସିଏ ମୁହଁ ଫୁହଁ ଫାଟି ଯାଇକି ଘରକୁ ଯାଉଛି। ସେଇଥିପାଇଁ ବହୁତ ଆଗରୁ ଆମେ ଗୋଟେ କଥା ଭାବିଥିଲୁ ନା, ଯେତେବେଳେ ରୋଡ଼ ଯେକୌଣସି ଜାଗାରେ ବନାଯାଉଛି, ଯେକୌଣସି କଣ୍ଟ୍ରାକ୍ଟ ନେଉଛନ୍ତି ରୋଡ଼ ବନେଇବା ପାଇଁ, ତାଙ୍କ କଣ୍ଟ୍ରାକ୍ଟରେ ଗୋଟେ ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ଲେଖା ହେବା ଦରକାର। କାରଣ ତୁମେ ଯେତେବେଳେ ରୋଡ଼ ବନେଇବ, ଏତିକି 1000 କୋଟି ଟଙ୍କା ତୁମେ ନେଉଛ, ତୁମେ ରୋଡ଼ରେ କେତେ ବର୍ଷ ଗ୍ୟାରେଣ୍ଟି ଦେବ। ଗ୍ୟାରେଣ୍ଟି ପିରିୟଡ଼ ପର୍ଯ୍ୟନ୍ତ ତା'ର ବିଲ୍ କିଛି ପଇସା ରଖାହେବ, ବାକି ଗ୍ୟାରେଣ୍ଟି କମ୍ପ୍ଲିଟ୍ କରିବା ପର୍ଯ୍ୟନ୍ତ ତା ବିଲ୍ ହାଲକା ଛଡ଼ା ହେବ। ପେମେଣ୍ଟ ଦିଆ ହେଇଯିବ ମିନିମମ୍। ବିଲ୍ ପାଇବା ପାଇଁ ସେ ରୋଡ଼ରେ ନିଶ୍ଚିତ କେୟାରିଂ ନେବ। କାହିଁକିନା ରୋଡ଼ର କୌଣସି ଲୋକ ତ ଆସିକି ଏଠି କାମ କରିପାରିବେନି। ଯିଏ କଣ୍ଟ୍ରାକ୍ଟର କାମ କରୁଛି ପ୍ରକୃତ ସିଏ ରୋଡ଼ର ଯତ୍ନ ନେବ। ଯାହା ହଉ ଆମେ ତ ଏଠି ଖାଲଟି ବନ୍ଦ କରିଦେଲୁ। ଯଦି ଆପଣଙ୍କ ଅଞ୍ଚଳରେ ଖାଲ ହେଉଛି କିମ୍ବା ସୃଷ୍ଟି ହେଇଛି, ଆପଣମାନେ ବନ୍ଦ କରିବା ପାଇଁ ଚେଷ୍ଟା